ହାଇ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ଭଲରେ ଥିବେ। ଯେହେତୁ ଆଜି ବୁଧବାରଟା ଥିଲା, ସେଥିପାଇଁ ଭାବିଲୁ ଆପଣଙ୍କ ସହିତ ମଟନ୍ ରେସିପିଟା ସେୟାର କରିବି। ମଟନ୍ରେ ଏମିତି ହଳଦୀ, ଲୁଣ ଆଉ ସୋରିଷ ତେଲ ଗୋଳେଇ କିଛି ସମୟ ପାଇଁ ତାକୁ ମ୍ୟାରିନେଟ୍ ହେବା ପାଇଁ ଛାଡ଼ିଦେବେ। ମୁଁ ପ୍ରଥମେ ଏମିତି ଅଦାକୁ ଛଡ଼େଇଲି। ଆଉ ଅଦାକୁ ଭଲ ଭାବରେ ଛଡ଼େଇ ସାରିଲା ପରେ ତାକୁ ମୁଁ ଛୋଟ ଛୋଟ କରିକି କାଟିଦେଲି। ପ୍ରଥମେ ଛୋଟ ଛୋଟ କରି କାଟିଦେଲି, ତାପରେ ରସୁଣ ମଧ୍ୟ ତାକୁ ପ୍ରଥମେ ଛଡ଼େଇକି ରଖିଥିଲି। ପିଆଜକୁ ମଧ୍ୟ ଚୁନ ଚୁନ କରିକି କାଟିଦେବେ। ଆଉ ପ୍ରେସର କୁକରରେ ରୋଷେଇ କରିବା। ପ୍ରେସର କୁକରରେ ସୋରିଷ ତେଲ ଆଉ ଗୋଟା ଗରମ ମସଲା ଦେଇ ସେଥିରେ ଆମେ ପିଆଜ ଦେଇଦେବା। ପିଆଜ ଏମିତି ଲାଲ ଲାଲ ଭାଜିଗଲା ପରେ ଶୁଖିଲା ଲଙ୍କା ଦେଇଦେବା। ଶୁଖିଲା ଲଙ୍କା ଦେଇ ସାରିଲା ପରେ ଆମେ କଟା ରଖିଥିବା ଟମାଟୋକୁ ମଧ୍ୟ ଦେଇଦେବା। ଏମିତି ଭଲ ଭାବରେ, ସେଠି ମୋ ବୋଉ ଭିଡ଼ିଓ କଲ୍ରେ ଅଛି। ଆଉ ଏମିତି ପୁଣି ବାର ବାର ଦେଖାଉଛନ୍ତି। ଅଦା ରସୁଣ ପେଷ୍ଟ ଦେଇଦେବା। ସେଥିରେ ଅଦା ରସୁଣ ପେଷ୍ଟ ଦେଇ ସାରିଲା ପରେ ତାକୁ ଭଲ ଭାବରେ ଆମେ ଗୋଳେଇବା। ଗୋଳେଇ ସାରିଲା ପରେ ସେଥିରେ ଆମେ ଦେବା ଧନିଆ ପାଉଡ଼ର, ହଳଦୀ ଗୁଣ୍ଡ, ମଟନ୍ ମସଲା ଆଉ ଆମର ଲାଲ ଲଙ୍କାଗୁଣ୍ଡ। ତାପରେ ଏମିତି ଭଲ ଭାବରେ ମସଲାଟିକୁ ଆମେ କଷିବା। ଏଠି ଗୋଟା ରସୁଣ ବି ମଧ୍ୟ ପକେଇଥିଲି। ଭଲ ଭାବରେ ଗୋଳେଇ ସାରିଲା ପରେ ଏମିତି ତେଲ ଛାଡ଼ିଲା ପରେ ମସଲାକୁ ଗୋଳେଇବା। ତାପରେ ଆମେ ସେଥିରେ ମଟନ୍ଟିକୁ ଢାଳିଦେବା। ମଟନ୍ଟିକୁ ଭଲ ଭାବରେ ଢାଳି ସାରିଲା ପରେ ମଟନ୍ଟିକୁ ମଧ୍ୟ ଭଲ ଭାବରେ ଆମେ କଷିବା। ଯେତେ ପର୍ଯ୍ୟନ୍ତ ମଟନ୍ଟିକୁ ଭଲ ଭାବରେ କଷିବେ, ଯେତେ ପର୍ଯ୍ୟନ୍ତ ତା ସେଥିରେ ତେଲ ନ ଛାଡ଼ିଛି। ଏମିତି ମଝିରେ ମଝିରେ ତାକୁ ମଧ୍ୟ ଢାଙ୍କୁଡ଼ୁଥିବେ। ଢାଙ୍କୁଡ଼ିକି ଏମିତି ଅଲଟାଇ ପାଲଟି ଦେବେ। ଦେଖନ୍ତୁ କେମିତି ମଟନ୍ରେ ପାଣି ବାହାରୁଛି। ଏମିତି ପାଣି ବାହାରି ସାରିଲା ପରେ ତାକୁ ପାଣିଟି ମରିଗଲା ପରେ ଯାଇକି ଆମେ ସେଥିରେ କଟା ରଖିଥିବା ଆଳୁ ଆଉ ଲାଷ୍ଟରେ ଚର୍ବି ଦେଇଦେବା। ଚର୍ବି ଦେଇ ସାରିଲା ପରେ ତାକୁ କିଛି ଭଲ ଭାବରେ ତାକୁ ଗୋଳେଇ ଦେବା, ମିକ୍ସ କରିଦେବା। ଆଉ ଟିକେ କଷି ଦେଇ ସାରିଲା ପରେ ରଖିଥିବା ଗରମ ପାଣି ଦେଇଦେବା। ଗରମ ପାଣି ଦେଇ ସାରିଲା ପରେ ପ୍ରେସର କୁକରରେ 2ଟି ସିଟି ମାରିବା ଯାଏ ତାକୁ ଛାଡ଼ିଦେବା। ଏମିତି ସିଟି ମାରି ସାରିଲା ପରେ ସେଥିରେ ଆମେ କାଢ଼ି ଦେଇ ସାରିଲା। ଦେଖନ୍ତୁ କେମିତି ମଟନ୍ଟି ହେଇଛି। ଆଉ ଲାଷ୍ଟରେ ଧନିଆ ପତ୍ର ଦେଇକି ତାକୁ ଗାର୍ନିସିଂ କରିଦେବେ। ଧନିଆ ପତ୍ର ଦେଇ ସାରିଲା ତାକୁ କିଛି ସମୟ ପୁଣି ଢାଙ୍କୁଡ଼ା ମାରିକି ରଖିଦେବେ। ଢାଙ୍କୁଡ଼ା ମାରି ରଖି ସାରିଲା ପରେ ଆମର ପ୍ରସ୍ତୁତ ହେଇଗଲା ମଟନ୍ ଗ୍ରେଭି। ଏମିତି ଆମେ 2 ଜଣ ମିଶିକି ଖାଇଲୁ। ଜୟ ଜଗନ୍ନାଥ। ରହୁଛି। ପ୍ଲିଜ୍ ସାଙ୍ଗମାନେ, ଯଦି ମୋ ଭିଡ଼ିଓଟିକୁ ଭଲ ଲାଗିଥିବେ ପ୍ଲିଜ୍ ସବସ୍କ୍ରାଇବ୍ କରିବେ, ଲାଇକ୍ ସେୟାର କମେଣ୍ଟ ନିହାତି କରିବେ। ଆଶା କରୁଛି ଆପଣମାନଙ୍କୁ এই ରେସିପିଟି ବହୁତ ଭଲ ଲାଗିଥିବ। ଆପଣମାନେ ନିଶ୍ଚିତ ଟ୍ରାଏ କରିବେ। ଆଉ କେମିତି ହେଇଛି ମୋତେ ନିଶ୍ଚୟ ଜଣାଇବେ।